ଓକିଲ ସଂଘ ନିର୍ବାଚନ ପୁଣି ସୁଶୀଲ ସଭାପତି ପ୍ରକାଶ ସମ୍ପାଦକ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଲ ବିଧାନସଭା କ୍ଷେତ୍ର ହିନ୍ଦୋଲ ବାର୍ ଆସୋସିଏସନର ନିର୍ବାଚନରେ ପୂର୍ବତନ ସଭାପତି ଓ ସମ୍ପାଦକଙ୍କ ଏକତରଫା ବିଜୟ ହୋଇଛି। ଆଜି ହିନ୍ଦୋଲ ବାର୍ ଆସୋସିଏସନ ପାଇଁ ସଭାପତି ଥିବା ସୁଶୀଲ ଗଣନାୟକ ଓ ସମ୍ପାଦକ ପ୍ରକାଶ ନାୟକ ପୁନର୍ବାର ପଦବୀ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ ଆଦିକନ୍ଦ ପାଳଙ୍କ ନିକଟରେ ନାମାଙ୍କନ ଭରିଥିଲେ। ତେବେ ସୁଶୀଲ ଗଣନାୟକ 15ଟି ଭୋଟ ପାଇଥିବା ବେଳେ ବିପକ୍ଷରେ ଥିବା ଦୀପ୍ତିକାନ୍ତ ପ୍ରଧାନ ମଧ୍ୟ 15 ଭୋଟ ପାଇବାରୁ ଧର୍ମଗୁଳା ପଡ଼ିଥିଲା ଏବଂ ଏଥିରେ ସୁଶୀଲ ଗଣନାୟକ ବିଜୟୀ ହୋଇ ସଭାପତି ଘୋଷିତ ହୋଇଥିଲେ। ସେହିପରି ସମ୍ପାଦକ ପାଇଁ ପ୍ରକାଶ ନାୟକ 20ଟି ଭୋଟ ପାଇ ବିଜୟୀ ଘୋଷିତ ହୋଇଥିବା ବେଳେ ବିପକ୍ଷରେ 10 ଭୋଟ ଯାଇଥିଲା। ସେହିପରି ଉପସଭାପତି ଭାବରେ ଦେବାନନ୍ଦ ପଟ୍ଟନାୟକ, ସହ ସମ୍ପାଦକ ଭାବରେ ଦିଲ୍ଲୀପ ଦାସ, କୋଷାଧ୍ୟକ୍ଷ ଭାବରେ ସୁଶାନ୍ତ ମିଶ୍ର ବିନା ପ୍ରତିଦ୍ୱନ୍ଦିତା ନିର୍ବାଚିତ ହୋଇଥିଲେ। ସୁଶୀଲ ପ୍ରକାଶଙ୍କ ବିଜୟରେ ଉପଖଣ୍ଡରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ ପୂର୍ବତନ ସାଂସଦ ମହେଶ ସାହୁ, ବ୍ଲକ ବିଜେଡି ସଭାପତି ଦେବୀପ୍ରସାଦ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ, ଏନ୍ଏସ୍ସି ଅଧ୍ୟକ୍ଷ କେଶବ ପ୍ରଧାନ, ଉପାଧ୍ୟକ୍ଷା ପ୍ରତିମା ରାଉତ, ବିଜେଡି ଏନ୍ଏସ୍ସି ସଭାପତି ପ୍ରଦ୍ୟୁମ୍ନ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ଆଇନଜୀବୀ, ସାମ୍ବାଦିକ ଓ ଜନସାଧାରଣ ବିଜୟୀ କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି। ହିନ୍ଦୋଲରୁ ତପନ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।